ଯେତେବେଳେ ମୋ ବୟଫ୍ରେଣ୍ଡ ବି ମୋତେ ପେଲେ କଦଳୀ ଖାଇକି ପେଲେ ସତରେ ଶକ୍ତି ଆସେ ତାର। ମୋତେ ପେଲିବାକୁ ହେଲେ ଭାଇ 2ଟା ଖଣ୍ଡ 3ଟା ଖଣ୍ଡ କଦଳୀ ଖାଇବାକୁ ପଡ଼ିବ 3 ଘଣ୍ଟା ନେବି ଟାଇମ୍। ଦେଖନ୍ତୁ ଜିନିଷଟା ହେଉଛି ମୋ ସହିତ ଦେଖା ହେଇପାରିବେ ହଁ ମୋ ସହିତ ଡେଟିଂ ବି କରିପାରିବ ମୋ ଯିଏ ଭଲସେ ପେଲୁଥିବ ମୋତେ ପେଲା ବେଲା ଠିକ୍ ନିଶା ମରଣ ପାଇଁ ଏମିତି ହୃଷ୍ଟପୁଷ୍ଟ ମୋତେ ଏମିତି ବହୁତ ଚାନ୍ସ ଅଛି ନା नो। ଯେଉଁମାନେ ଦୁର୍ବଳ ହେଇଯାଉଛନ୍ତି ଯେଉଁମାନେ ଏବେ ବର୍ତ୍ତମାନ ବାହାଘର ସିଜିନ୍ ଚାଲିଛି କିଏ ନ ପିଲିଲେ ବି ଡିଭୋର୍ସ ଦେଇ ଦେଉଛନ୍ତି। ସୋ ଯେଉଁମାନେ ଦୁର୍ବଳ ହେଇଯାଉଛନ୍ତି ଯେଉଁ 18 ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନେ ମ୍ୟାରେଜ୍ କରୁଛନ୍ତି ସେଇମାନେ ସ୍ପେଶାଲ এই ভিডিও ଦେଖିବେ ଯେ ନିଶା ମହାରଣାର ଗୋଟେ ବଢ଼ିଆ ଟିପ୍ସ ଏଇଟା ମୁଁ ମୋ ନିଜ ଉପରେ ଆପ୍ଲାଏ କରେ। ଯେତେବେଳେ ମୋ ବୟଫ୍ରେଣ୍ଡ ବି ମୋତେ ପେଲେ କଦଳୀ ଖାଇକି ପେଲେ ସତରେ ଶକ୍ତି ଆସେ ତାର ଖୋଲା କଥା କହିବି। ସୋ ଆପଣମାନେ ଗୋଟେ କାମ କରନ୍ତୁ ଆପଣଙ୍କ ପାଇଁ ସ୍ପେଶାଲ ଟିପ୍ସ ମୁଁ ଦେଉଛି ଯେଉଁମାନେ ଦୁର୍ବଳ ଅଛନ୍ତି ବାହାଘର ସିଜିନ୍ରେ ପେଲି ପାରୁନାହାନ୍ତି ମାଇକିନା ମାନେ ଅସନ୍ତୁଷ୍ଟ ହେଉଛନ୍ତି ତ ସେଥିପାଇଁ ଆପଣମାନେ ମାନେ ଆଫ୍ରିକା କଦଳୀ ମାନେ ଏତିକି ବଡ଼ କଦଳୀ ଖାଇଲେ କିଛି ହେବନି ଏତେ ବଡ଼ କଦଳୀ ଖାଅ ଆଫ୍ରିକା କଦଳୀ ଏଡ଼ିକିଟି ଖାଇଲେ ଶୁଖିଯିବ ଭାଇ ପେଲିରେ ସବୁ ଜାକି ହେଇଯିବ ସେଇଠି ଛାଡ଼। ତ ଆଫ୍ରିକା କଦଳୀ ଖାଅ ଦେଖିବ ଶକ୍ତି ଆସିବ ପେଲିଲା ବେଳକୁ ଜୋସ୍ ଆସିବ ପୁରା ଘଣ୍ଟାଇ ପିଟିବ ମଣିଷ। କ୍ଷୀର ପିଇଲେ ଭାଇ ଶକ୍ତି କ୍ଷୀର ଗୋଟେ କ'ଣ କହିଲ ଶାସ୍ତ୍ର ପୁରାଣରେ ଅଛି ଯେ କ୍ଷୀର ଗ୍ଲାସ୍ ନେଇକି ଯାଆନ୍ତି ଚତୁର୍ଥୀ ଘରକୁ କିନ୍ତୁ ତା ବଦଳରେ ଯଦି କଦଳୀ ଜୁସ୍ କିମ୍ବା କଦଳୀ ଗୋଟେ ନେଇକି ଯାଅ କଦଳୀ ଖାଇକି ଟିକେ କିଛି ବି କାମ କରିବା ପୂର୍ବରୁ ଯେ କଦଳୀ ଖାଇକି ପେଲ ମାରଣ କହୁଛି ନଘା ଶକ୍ତି ଥରେ ଆପ୍ଲାଏ କରିକି ଦେଖ ତାପରେ ନିଶା ମରଣ କଥା ଯଦି ନ ମନେ ପଡ଼ିବ ତାହେଲେ ମୋତେ କହିବ। ମୋତେ ପେଲିବାକୁ ହେଲେ ଭାଇ 2ଟା ଖଣ୍ଡ 3ଟା ଖଣ୍ଡ କଦଳୀ ଖାଇବାକୁ ପଡ଼ିବ 3 ଘଣ୍ଟା ନେବି ଟାଇମ୍। ନା ଚମ୍ପୁଆ ଫମ୍ପୁଆ ନୁହେଁ ସେଇଟା ଦେଶୀ ହେଇଯାଉଛି। ଆଫ୍ରିକା କଦଳୀ ଖାଇଲେ ଯାଇକି ଟୋକାର ସ୍ୱାସ୍ଥ୍ୟ ଠିକ୍ ରହିବ ଟୋକା ଠିକ୍ ସେ ପେଲି ପାରିବ। ମୋତେ ପେଲା ଟୋକା ଦରକାର ଆଉ ଯେଉଁ କେଉଁ ଭଳିଆ ଟୋକା ମୋତେ କେଉଁ ସାଇଜ୍ ଟୋକା ଦରକାର ମୋତେ ଦେଖ ଭଲ ଟୋକାଟେ ଦରକାର ଆଉ ସାଧା ସିଧା ହେଇନଥିବ ପୁରା ମାନେ ତା କଥାରେ ଗୋଟେ ଦମ୍ ଥିବ ଜୋସ୍ ଥିବ ସେ କହୁଥିବ ଯେମିତି ଲୋକମାନେ ଆଖିରେ କଥା କହୁଥିବ ସେ